ଏ ଅଧର୍ମର ଫଳ ଭୋଗିବାକୁ ପଡ଼ିବ, ତାର ବିନାଶ ନିଶ୍ଚିତ ହେବ। ତାକୁ କେହି ରକ୍ଷା କରିପାରିବେ ନାହିଁ। ଯେଉଁ ଜଗନ୍ନାଥଙ୍କ ନାମ ଧରି ତୁମେ ଜିତିଛ, ଯେଉଁ ଓଡ଼ିଆ ଅସ୍ମିତାକୁ ସମ୍ମାନ ଦେଉଛ, କିନ୍ତୁ ସେ ଓଡ଼ିଆ ଅସ୍ମିତାକୁ ଅସମ୍ମାନ ହେଉଛି। ନମସ୍କାର, ମୁଁ ନଟବର ସେଠୀ, ଭାରତୀୟ ଜନତା ପାର୍ଟି ସମର୍ଥିତ ପୂର୍ବତନ ସରପଞ୍ଚ, ଜଣେ ରାଜନୈତିକ ସମୀକ୍ଷକ ଯାଜପୁର। ଆମେ ଏବେ ଶୁଣିଲି ବିଧାନସଭାରେ ସେମାନଙ୍କର 2 ଗୁଣ ବର୍ଦ୍ଧିତ କରିଛନ୍ତି। ଏହା ଏକ ନିନ୍ଦନୀୟ। ଓଡ଼ିଶା ଜନସାଧାରଣ କାହାରି ମୁହଁରୁ ଶୋଭା ପାଉନାହିଁ, ସମସ୍ତେ ନିନ୍ଦା କରୁଛନ୍ତି। ଯାହା ପୂର୍ବରୁ ଥିଲା, ପୂର୍ବ ସରକାର କରିଥିଲେ 1,11,000, ହୁଏତ ବଢ଼ିକି 1,30,000 ହେଇଥିଲେ ବି ଚଳିଥାନ୍ତା। ଏକାଥରେ 2 ଗୁଣ 3,45,000। ଏତେ ଟଙ୍କା ସେମାନେ ଦେଶରୁ କାହିଁକି ଦରମା ପାଇବେ? ସେମାନେ ତ ସମାଜର ସେବା କରିବା ପାଇଁ ଯାଇଛନ୍ତି, ଲୋକଙ୍କ ଉପକାର କରିବାକୁ ଯାଇଛନ୍ତି। ଦରମାରେ କ'ଣ ସେବା କରିବେ? ସେମାନେ କୋଉ ଗରିବ ଲୋକଙ୍କୁ ଦାନ ଧର୍ମ କରୁଛନ୍ତି ନା କୋଉଠି ଯାଇକି କାହାକୁ ସାହାଯ୍ୟ କରୁଛନ୍ତି ଏତେ ଟଙ୍କା ନେବେ? ଯଦି ଏତେ ଟଙ୍କା ତାଙ୍କୁ ଦିଆଯିବ, ସାଧାରଣତଃ ହୱାଲା ଚାଲିଛି ତଳସ୍ତରର ଅଙ୍ଗନବାଡି ଠାରୁ ପାଚିକା ଶିକ୍ଷକ ଏବଂ କୃଷକ ସାଥୀ ବିଭିନ୍ନ ପ୍ରକାର ତଳସ୍ତର କର୍ମଚାରୀ ମାନେ ଦରମା ପାଉନାହାନ୍ତି, ପରିବାରକୁ ପୋଷି ପାରୁନାହାନ୍ତି। ସେମାନଙ୍କର ଦରମା କିଛି ବଢ଼େଇଲେ ହୁଏତ ଦେଶର ମଙ୍ଗଳ ହେବ, ଆଶୀର୍ବାଦ ହେବ ସରକାରଙ୍କୁ। ଆଜି ମନ୍ତ୍ରୀମାନେ ଯେଉଁ ଦରମା ନେଉଛନ୍ତି, କ'ଣ ତାଙ୍କ ହାତରେ ଶାସନ ରହିଛି, ତାଙ୍କ ହାତରେ ସମ୍ବିଧାନ ରହିଛି? ଏ ସମ୍ବିଧାନକୁ ସେମାନେ ବଳି ଦେଉଛନ୍ତି। ସେମାନେ ଯାହା ପାସ୍ କରିବେ ସେଇଆ ହିଁ ହେବ। ଏ କେସରେ ମୁଁ ଜଣେ ସେଇ ଦଳର ସକ୍ରିୟ ନେତା ହେଇଥିଲେ ମଧ୍ୟ ମୁଁ ତାକୁ ଖୁସି ନୁହେଁ କି ସମର୍ଥନ କରୁନାହିଁ। ମୁଖ୍ୟମନ୍ତ୍ରୀ ଏହାର ପୁନର୍ବିଚାର କରନ୍ତୁ। ଯେଉଁ ପୂର୍ବ ଦରମା ଥିଲା ଅଳ୍ପ କିଛି ବଢ଼ିଲେ ସମ୍ମାନ ରହୁ, ତାଙ୍କ ସମ୍ମାନ ରହୁ ସମସ୍ତଙ୍କର। 1,30,000 ତଳକୁ ରଖନ୍ତୁ। ଏ ଯେଉଁ 2,45,000 ବରଜାତ କରନ୍ତୁ, ଦେଶର ରାଜସ୍ୱ ସମ୍ପତ୍ତିକୁ ନଷ୍ଟ କରନ୍ତୁ ନାହିଁ, କି ଦେଶର କୌଣସି ସମ୍ମାନ ହାନି କରନ୍ତୁ ନାହିଁ। ଅନ୍ୟ ରାଜ୍ୟରେ ଏତେ ଦରମା କୌଣସି ମନ୍ତ୍ରୀ ଏମଏଲଏ ପାଉନାହାନ୍ତି। ଓଡ଼ିଶା କ'ଣ ବେଶୀ ତାଙ୍କଠାରୁ ରାଜନୀତିରେ ଆଗୁଆ ନା ବେଶୀ ସେବା କରୁଛନ୍ତି ମନ୍ତ୍ରୀମାନେ? ଗରିବ ଲୋକମାନେ ମରିଯାଉଛନ୍ତି, ତାଙ୍କୁ ତ ଟଙ୍କାରେ ଦାନ କରୁନାହାନ୍ତି। ମେଡିକାଲରେ ରୋଗୀ ମରିଯାଉଛନ୍ତି, ତାଙ୍କୁ ଦାନ କରୁନାହାନ୍ତି। କି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଟଙ୍କା ବି ଦେଉନାହାନ୍ତି, କି ରେଡ କ୍ରସକୁ ଦେଉନାହାନ୍ତି। ଅନେକ ଲୋକ ଯାଜପୁରରେ ମୁଁ ନିଜେ ଯାଇଛି, କଲେକ୍ଟର ଅନେକ ରୋଗୀଙ୍କୁ ପଇସା ଦେଇପାରୁନାହାନ୍ତି, ଦେବାକୁ ଚାହୁଁଥିଲେ ଜିଲ୍ଲାପାଳ ଦେଇପାରୁନାହାନ୍ତି। ସେଠି ଟଙ୍କା ବଢ଼ାନ୍ତୁ। ବିଧବା ଲୋକ, ବିକଳାଙ୍ଗ ଲୋକ, ବାର୍ଦ୍ଧକ୍ୟତା ଲୋକ ପାଇପାରୁନାହାନ୍ତି, ମରିଯାଉଛନ୍ତି, ସେ ଟଙ୍କା ବଢ଼ାନ୍ତୁ। ପୂର୍ବ ସରକାର 1,000 ଟଙ୍କା କରିଛି ଭତ୍ତା, ତାକୁ 3,000 କରନ୍ତୁ। ତାହା ନ କରାଯାଇ ମନ୍ତ୍ରୀମାନେ ଆଗେ ପାଇବେ ଦରମା, ଆଗେ ଆସନ ପାଇବେ, ଆଗେ ପତ୍ର ପଡ଼ିବ, ଆଗେ ଖାଇବେ। ଏହା ତ ଅଧର୍ମ। ଏ ଅଧର୍ମର ଫଳ ଭୋଗିବାକୁ ପଡ଼ିବ। ଭାରତୀୟ ଜନତା ପାର୍ଟିକୁ ଆମେ ଆଶା ଭରସା କରୁଛୁ। ଆମେ ସେଇ ଦଳ ଲୋକ, ମୁଁ ନଟବର ହେଲେ ମଧ୍ୟ ଭାବୁଛି ଏ ଦଳ ଯଦି ଏଇଭଳି କର୍ମ କରେ ତାର ବିନାଶ ନିଶ୍ଚିତ ହେବ। ତାକୁ କେହି ରକ୍ଷା କରିପାରିବେ ନାହିଁ। ଯେଉଁ ଜଗନ୍ନାଥଙ୍କ ନାମ ଧରି ତୁମେ ଜିତିଛ, ଯେଉଁ ଓଡ଼ିଆ ଅସ୍ମିତାକୁ ସମ୍ମାନ ଦେଉଛ, କିନ୍ତୁ ସେ ଓଡ଼ିଆ ଅସ୍ମିତାକୁ ଅସମ୍ମାନ ହେଉଛି। ଜଗନ୍ନାଥଙ୍କ ଦେଶରେ ଜଗନ୍ନାଥଙ୍କ ଭକ୍ତଙ୍କୁ ଆଘାତ ଦେଉଛନ୍ତି। ତେଣୁ ଗରିବ ଲୋକରେ ଛଟପଟ ହେଉଛି, ତା ଦୁଃଖ ବୁଝ। ଗରିବ ଲୋକରେ ମେଡିକାଲରେ ପଡ଼ିଛି, ପଇସା ଦେଇ ପାରୁନି, ତାହା ଦୁଃଖ ବୁଝ। ଗରିବ ଝିଅଟେ ବାହା ହେଇପାରୁନି, ବାପ ଛଟପଟ ହେଇକି ତା ଝିଅଟି ଭୁଲ ବାଟରେ ଯାଉଛି, ତାକୁ ମୁଁ କହିଥିଲି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଥିଲି, ମୁଖ୍ୟମନ୍ତ୍ରୀ ଗରିବ କନ୍ୟା ବିବାହ ଯୋଜନା ଗୋଟେ କରିକି 3 ଲକ୍ଷ ଟଙ୍କା ଦିଅ। କିନ୍ତୁ ଆଉ ଗୋଟେ କଥା କହିଥିଲି, ଯୋଉ ଶବନ ହରିଜନ ଭିତରେ ବାହାଘର ହେଉଛି, ସେ ପଇସାକୁ ସମ୍ପୂର୍ଣ୍ଣ କାଟି ଦିଅନ୍ତୁ। କିଏ କାହାକୁ ଭଲ ପାଇ ବାହା ହେବ, ସରକାର କାହିଁ ତାଙ୍କୁ ଟଙ୍କା ଦେବ? ସେମାନଙ୍କୁ ଦେବାର କୌଣସି ଆବଶ୍ୟକ ନାହିଁ। ଯେଉଁମାନେ ଶବନ ପିଲା, ହରିଜନ ପିଲା ଆଉଛନ୍ତି ପୁଅ ଝିଅ ଭିତରେ, ଏ ପ୍ରସ୍ତାବ ସମ୍ପୂର୍ଣ୍ଣ କାଟି ଦିଅନ୍ତୁ। ସେଇ ଟଙ୍କାଟାକୁ ଗରିବ କନ୍ୟା ବିବାହ ଯୋଜନା କରନ୍ତୁ। ଗରିବ ଝିଅଟେ ଆଉ କୁଆଡ଼େ ଯିବ ନାହିଁ, ସେ ଭରସା ରଖିବ ସରକାର ମୋତେ 3 ଲକ୍ଷ ଟଙ୍କା ଦେବ, ମୁଁ ସେ ଟଙ୍କାରେ ବାହା ହେବି। ମୁଁ କାହିଁକି ଜାତି ଅଜାତି କରିବି, କାହିଁକି ଧର୍ମ ନଷ୍ଟ କରିବି? ଏହା ଦ୍ୱାରା କ'ଣ ହେଉଛି ନା ଜାତିର ସମାନତା ରକ୍ଷା ରହୁନି, ମଣିଷ ଭଲ ଦେହ ରହୁନି, ଜାତି ଧର୍ମ ନଷ୍ଟ ହେଉଛି। ଗରିବ ଝିଅଟେ ହଉ, ଧନୀ ଝିଅଟେ ହଉ, ଭଲ ପାଇ ପଳଉଛି, 50 ବର୍ଷ ତା ପୁରୁନି, ତାର ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି, ସରକାର କ'ଣ ଜାଣିନି? ତେଣୁ ଯେଉଁ ଇଣ୍ଟରକାଷ୍ଟ ରହିଛି, 2.5 ଲକ୍ଷ ନା 3 ଲକ୍ଷ ଟଙ୍କା ଦିଆଯାଉଛି, ସମ୍ପୂର୍ଣ୍ଣ ବନ୍ଦ କରାଯାଉ। সেই ଟଙ୍କାକୁ ଗରିବ କନ୍ୟା ବିବାହ ଯୋଜନା, ଗରିବ ଝିଅଙ୍କୁ ସତ୍ୟ ପ୍ରମାଣ କରାଯାଇ, ଇନକ୍ୱାରି କରାଯାଇ, କଲେକ୍ଟର ତହସିଲଦାର ଇନକ୍ୱାରି କରି ତାଙ୍କୁ ଦିଆଯାଉ। ଅନେକ ଜନମଙ୍ଗଳ କାର୍ଯ୍ୟକ୍ରମ ମଧ୍ୟ ରହିଛି। ତେଣୁ ଏହାର ଚିନ୍ତାଧାରା ନିଅନ୍ତୁ। ଦେଶ କିପରି ଆଗକୁ ଯିବ, ଗରିବ ଲୋକ କିପରି ଉପକୃତ ହେବେ, ସେଇଭଳିଆ କାର୍ଯ୍ୟକ୍ରମ ଯେଉଁମାନେ ଏମପି ଏମଏଲଏ ମାନେ ଯାଇଛନ୍ତି, ଲୋକମାନେ ପଠାଇଛନ୍ତି, ଆପଣମାନେ ଚିନ୍ତାଧାରା ନିଅନ୍ତୁ।
କିନ୍ତୁ ଗରିବ ରକ୍ତରେ ଖୋଳନ୍ତୁନି ହରି, ଗରିବ ଟଙ୍କାରେ ଆପଣ ଦରମା ପାଆନ୍ତି ନାହିଁ। ଗତକାଲି ଜୟରାମ ମିଶ୍ର ବରିଷ୍ଠ ବିଜେପି ନେତା କହିଥିଲେ ଆମେ ଛୁତିକା ମୃତ୍ତିକା ପର୍ଯ୍ୟନ୍ତ ଯାଉଛୁ, ଦାନ କରୁଛୁ, ପଇସା ଆଣିବୁ କୋଉଠି? ତୁମେ କାହିଁକି ଏମ୍ପିଏମ୍ଏଲ୍ ହେଇଛ? ତୁମେ ଦଳ ଟଙ୍କା ନେଇ ଦିଅ, ତମେ ଦେଖ ଟଙ୍କା ଦିଅ। ଏ ଲୋକଙ୍କ ଟଙ୍କା ନେଇକି ଦରମା ନେଇକି ଦାନ ଧର୍ମ କାହିଁ କରୁଛ? ସମସ୍ତ ଏମ୍ପିଏମ୍ଏଲ୍ ମୁଁ ଅନୁରୋଧ କରିବି, ଓଡ଼ିଶାରେ ଯେ 147 ଏମ୍ଏଲ୍ଏ ଅଛନ୍ତି ତେଣୁ ସେମାନଙ୍କର ସମ୍ପତ୍ତିର ତାଲିକା ସରକାର ଦିଅନ୍ତୁ। କିଏ ଧନୀ କିଏ କୋଟିପତି, ତମର କଳା ବଜାର ଟଙ୍କା ଥିଲେ ତାକୁ ସରକାର ଫେରସ୍ତ ଆଣିବ, ସେଇ ଟଙ୍କାରେ ଗରିବ ଲୋକଙ୍କୁ ସାହାଯ୍ୟ ଦିଆଯିବ। ତମ ଟଙ୍କା କାହିଁ ସାହାଯ୍ୟ ଦଉଛ ସରକାରକୁ? ତମେ ଟଙ୍କା କାହିଁ ଗରିବ ଲୋକଙ୍କୁ ଦଉଛ? ଗରିବ ଲୋକଙ୍କୁ ଟଙ୍କାରେ ଦେଇକି ତାଙ୍କ ରକ୍ତ ଶୋଷଣ କରୁଛ, 100 ଟଙ୍କା ହିସାବ ନେଉଛ। କୌଣସି ଏମ୍ପିଏମ୍ଏଲ୍ କୁହନ୍ତୁ କୋଉ ଗରିବ ଲୋକ କୋଉ ବିପଦରେ ସାହାଯ୍ୟ କରିଛନ୍ତି? ତେଣୁ ବିଭିନ୍ନ ତମର ରୋଜଗାର ଅଛି, ବିଭିନ୍ନ ତମର କୃଷି ଅଛି, ବିଭିନ୍ନ ପ୍ରକାର ଆପଣଙ୍କର କାମଦାନୀ ଅଛି। ତେଣୁ ଏ ଯୋଉ ଦରମାକୁ ଆଜିକାଲି ନବୀନ ପଟ୍ଟନାୟକ କହୁଥିଲେ ମୋର ବର୍ଦ୍ଧିତ ଦରମା ଦରକାର ନାହିଁ, ସମସ୍ତେ ଏମ୍ଏଲ୍ଏ ମାନେ ଏମ୍ପି ମାନେ କୁହନ୍ତୁ ଆମେ ବର୍ଦ୍ଧିତ ଦରମାକୁ ବରଜାତ କଲୁ, ତାହେଲେ ତମେ ଓଡ଼ିଶାରେ ସୁନାପୁଅ ହବ, ଓଡ଼ିଶାରେ ସୁନାପୁଅ ସରକାର ବନିବ, ମୋହନ ମାଝୀ ସମ୍ମାନ ରହିବ, ଭାରତୀୟ ଜନତା ପାର୍ଟିର ସମ୍ମାନ ରହିବ, ଦେଶର ସମ୍ମାନ ରହିବ। ତେଣୁ ତମମାନଙ୍କୁ 5 ବର୍ଷ କାହିଁକି ଲୋକମାନେ ତମକୁ ବହୁତ ଦୀର୍ଘ ଦିନ ଶାସନରେ ରଖିବେ, ତମକୁ ଶାସନ ରଖିବେ ଏବଂ ପୂଜା କରିବେ, ନହେଲେ ଅପମାନ ଦେବେ, ପରିହାସ କରିବେ, ପାଦରେ ଆମକୁ ଆଡ଼େଇ ଦେବେ। 2029 ଚିନ୍ତା କରି ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଶାସନ କରୁ। ଜୟ ହିନ୍ଦ, ଜୟ ଜଗନ୍ନାଥ।